वक्रतुण्ड महाकाय सूर्यकोटि समप्रभा निर्विघ्नं कुरु मे देव सर्वकार्येषु सर्वदा। हरिओम स्वामीजी प्रणाम। कुहतु स्वामीजी आम भगवत गीतार कर्मण्य कर्मज पश्चेत् अकर्मणि च कर्मज सबुद्धिर्मानुषेषु सबुद्धिमान এটা কোন सबुद्धिमान कर्मण्य कर्मजः पश्येत् कर्मणि च कर्मजः सबुद्धिमान मनुष्येषु सयुक्त कृष्ण कर्म कृत सयुक्त कृष्ण कर्म कृत সেই লোকটা ସବୁ ପ୍ରକାରର କର୍ମ କରି ସାରିଲେ ମଧ୍ୟ କର୍ମ କଲେ ମଧ୍ୟ ମୋ ସାଙ୍ଗରେ ସବୁବେଳେ ଯୁକ୍ତ ହେଉଛି। ମୋ ସାଙ୍ଗରେ ଯୁକ୍ତ ହେଲେ କର୍ମର ବନ୍ଧନ ଲାଗେ ନାହିଁ, କାହିଁକି? ଈଶ୍ୱର ଭାବ ତାର ଅଛି। କିଏ? ଏହି ପ୍ରକାର କର୍ମ ବନ୍ଧନର କାରଣ, କର୍ମର ଫଳ ଅଛି। କର୍ମ କରିବେ ମାନେ ବନ୍ଧନର କାରଣ, ସୁଖ ହଉ ଦୁଃଖ ହଉ। କିନ୍ତୁ ଯିଏ କର୍ମଣି ଅକର୍ମଣ ପଶ୍ୟେତ୍, କର୍ମରେ ଯେ ଅକର୍ମ ଦେଖେ ଆଉ କର୍ମରେ ଯେ ଅକର୍ମକୁ ଦେଖେ, ପାରାଡକ୍ସ ଭଳିଆ ଜଣା ପଡ଼ୁଛି କିନ୍ତୁ ନୁହେଁ। ଏଠି କର୍ମ ମାନେ କ'ଣ ବୁଝିବାକୁ ପଡ଼ିବ, କର୍ତ୍ତା ମାନେ କ'ଣ ବୁଝିବ? ଯେଉଁଠି ଯେଉଁଠି କର୍ତ୍ତୃତ୍ୱର ବୋଧ ଅଛି ସେଟା କର୍ମ, ଯେଉଁଠି କର୍ତ୍ତୃତ୍ୱର ବୋଧ ନାହିଁ ସେଟା କର୍ମ ହେଲେ ମଧ୍ୟ କର୍ମର ଫଳ ଦେବ ନାହିଁ, ସେ ନୈଷ୍କର୍ମ୍ୟ ସିଦ୍ଧି ହେଇଯିବ। ଗୋଳମାଳର କାରଣ ହେଲା କର୍ତ୍ତୃତ୍ୱ ଏବଂ ଭୋକ୍ତୃତ୍ୱର ବୋଧ। ତେଣୁ ଯାହାର କର୍ତ୍ତୃତ୍ୱ ନାହିଁ, କର୍ତ୍ତୃତ୍ୱ ଭାବ ନାହିଁ, ସେ ଯାହା କର୍ମ କଲେ ମଧ୍ୟ କର୍ମ ଭିତର କର୍ମର ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବ ନାହିଁ, କର୍ମର ଫଳ ସେ ପାଇବ ନାହିଁ। ଯେହେତୁ ଯେହେତୁ ତାର କର୍ତ୍ତୃତ୍ୱ ନାହିଁ, ଡୁୟରସିପ୍ ଏଜେଣ୍ଟସିପ୍ ନାହିଁ। ଧର୍ମ ବିଜ୍ଞାନର ନିର୍ଦ୍ଦେଶ ହେଲା ଯେ ତମ କର୍ମ କରି ଯାଅ, କିନ୍ତୁ କର୍ତ୍ତା ଭାବ ରଖ ନାହିଁ, କର୍ତ୍ତୃତ୍ୱକୁ ନିଜ ଭିତରକୁ ଆଣ ନାହିଁ। କର୍ତ୍ତୃତ୍ୱକୁ ନିଜ ଭିତରକୁ ଆଣିଲେ କର୍ମର ଫଳରେ ବାନ୍ଧି ହେଇଯିବ, ସୁଖ ହଉ କି ଦୁଃଖ ହଉ। କର୍ମ ତ କରିବାକୁ ଭାଇ ମନୁଷ୍ୟ ବାଧ୍ୟ, କିନ୍ତୁ ଏଠି ବିଜ୍ଞାନ ଦେଲେ ଯେ ଯଦି ଯେ କର୍ମ କରୁଛି କିନ୍ତୁ କର୍ତ୍ତୃତ୍ୱ ବୋଧ ନାହିଁ ସେଟା ଅକର୍ମ ହେଇଗଲା। କର୍ମଣି ଅକର୍ମ ଯ ପଶ୍ୟେତ୍, କର୍ମଣି ଅକର୍ମ ଯ ପଶ୍ୟେତ୍, କର୍ମରେ ଅକର୍ମକୁ ଯେ ଦେଖିବ, ମାନେ ପ୍ରତ୍ୟେକ କର୍ମରେ କର୍ତ୍ତୃତ୍ୱର ଭାବକୁ ଯେ ଦେଖିବ ନାହିଁ। ଏବଂ ଅକର୍ମଣି କର୍ମ ଚ ଅକର୍ମଜ, ଅକର୍ମଣି ତୁମେ ବସିଛ, କିଛି କର୍ମ ନାହିଁ, କିନ୍ତୁ ସେ ଭିତରେ ମଧ୍ୟ ତୁମକୁ ଦେଖିବାକୁ ପଡ଼ିବ ଯେ ଏଟା ମଧ୍ୟ ଅକର୍ମ ନୁହେଁ, ତା ଭିତରେ କର୍ମ ଚାଲିଛି ସ୍ୱାଭାବିକରେ। ଆଖି ଦେଖୁଛି, ନାକ ଶୁଙ୍ଗୁଛି, କାନ ଶୁଣୁଛି ଇତ୍ୟାଦି କ୍ରିୟା ପ୍ରକ୍ରିୟା ସବୁବେଳେ ଚାଲିଛି। ତେଣୁ ଏମିତି ଗୋଟିଏ ଅବସ୍ଥା ନାହିଁ ଯେଉଁଠିକି କର୍ମର ଅଭାବ କିମ୍ବା କର୍ମର ପ୍ରଭାବ, କେବଳ ମନର ବୋଧ ଉପରେ ରହୁଛି। ତେଣୁ କର୍ତ୍ତୃତ୍ୱ ଭାବକୁ ଯଦି ରଖିବ ନାହିଁ, କର୍ମଣି ଅକର୍ମଜ ପଶ୍ଚେତ୍ ଅକର୍ମଣି ଯ କର୍ମଣି, ସେ ହେଉଛି ବୁଦ୍ଧିମାନ ମନୁଷ୍ୟ, ସେ ହେଉଛି ବିଜ୍ଞାନୀ ମନୁଷ୍ୟ। ସେ ସେତେ ପ୍ରକାର ସକୃଷ୍ଣ କର୍ମକୃତ, ସବୁ ପ୍ରକାରର କର୍ମରେ ଲିପ୍ତ ଥିଲେ ମଧ୍ୟ ଯୁକ୍ତ, ସେ ଈଶ୍ୱରଙ୍କ ପାଖରେ ଯୁକ୍ତ, ମାନେ କର୍ମର ବନ୍ଧନ ଲାଗେ। ମାନେ କ'ଣ? କର୍ମ କର, କିନ୍ତୁ କିନ୍ତୁ ମୁଁ କର୍ତ୍ତା ବୋଲି ଭାବ ନାହିଁ, ବିଧି ଅନୁସାରେ ନିୟମ ଅନୁସାରେ ଚାଲିଛି ବୋଲି ବୁଝ। ଭେରି ଭେରି ବ୍ୟୁଟିଫୁଲ୍ ଆଡଜଷ୍ଟମେଣ୍ଟ, ବ୍ୟୁଟିଫୁଲ୍ ପର୍ସନ୍। ଯେ କର୍ମ କରିବା ପାଇଁ ବାଧ୍ୟ, କିନ୍ତୁ କର୍ତ୍ତୃତ୍ୱ ନ ରଖିବା ତମ ଉପରେ ରହିଲା। ତେଣୁ कर्मण्य कर्म ज पश्येत्, कर्मणि अकर्मण ज पश्येत्, कर्मण्य कर्म ज पश्येत् अकर्मणि च कर्मजः सबुद्धिमान मनुष्येषु
ସଯୁକ୍ତା କୃଷ୍ଣ କର୍ମ କ୍ରୋଧ ପ୍ରସଙ୍ଗର କ'ଣ ନିର୍ଦ୍ଦେଶ ଅର୍ଜୁନ ତମେ କର୍ତ୍ତୃତ୍ୱ ବୋଧ କର ନାହିଁ, ତମ କର୍ମ କରିଯାଅ। ମୋ ସାଙ୍ଗରେ ଯୁକ୍ତ ହେଇଗଲେ ତମର କର୍ତ୍ତୃତ୍ୱ ବୋଧ ରହିବ ନାହିଁ। ଆଉ କର୍ମ କଲେ ମୋ ସାଙ୍ଗରେ ଯୁକ୍ତ ହେଇ କର୍ମ କଲେ, ତତ୍ତ୍ୱ ସାଙ୍ଗରେ ଯୁକ୍ତ ହେଇ କର୍ମ କଲେ, ତତ୍ତ୍ୱମୟ ହେଇଗଲେ ତମକୁ କର୍ମର ବନ୍ଧନ ଲାଗିବ ନାହିଁ। এটা ଆମ ସମସ୍ତଙ୍କ ପାଇଁ applicable। କର୍ମ କର କିନ୍ତୁ କର୍ମର ଫଳରେ ଯୁକ୍ତ ହେଇଯାଅ ନାହିଁ। ଯୁକ୍ତ କିଏ ହୁଏ? ଅହମ୍ ଯୁକ୍ତ ହୁଏ। ମୁଁ କରୁଛି, ଏ କର୍ତ୍ତୃତ୍ୱ ବୋଧ ହିଁ ସବୁ କର୍ମର ମୂଳ କାରଣ। ତମର ଆଖି ଯେମିତି ତମର ଆଖି ଯେମିତି କାମ କରୁଛି, ନିଜେ କ'ଣ ଟିକଲିଂ, ପବନ ଯେମିତି ନାକରେ ଯାଉଛି, କାନ ଯେମିତି ଶୁଣୁଛି, ଯେମିତି ସ୍ୱଭାବେ ସେମିତି ତମର ସମସ୍ତ କର୍ମ ସ୍ୱାଭାବିକ ହେଇଯାଉ। Let it be natural, no joyship or no idea, let it be natural। ଯାହା କରିବାର ଅଛି ନ୍ୟାଚୁରାଲି ଯାହା ଅଛି କର, ହେଲା। ଏଇଟା ହେଉଛି। ଧନ୍ୟବାଦ ସ୍ୱାମୀଜୀ। ହଁ, ଥ୍ୟାଙ୍କ ୟୁ ଭେରି ହରି ମଚ୍। ଓମ୍, ହରି ଓମ୍, ପ୍ରଣାମ। କୁହନ୍ତୁ।